ମୁଁ ହରି ସ୍ୱାଗତ କରୁଛି ଆପଣମାନଙ୍କୁ ହରିଶ ଓଡ଼ିଆ ଟିଭି ୟୁଟ୍ୟୁବ୍ ଚ୍ୟାନେଲର ଆଉ ଏକ ନୂଆ ଭିଡ଼ିଓରେ। ଆସନ୍ତୁ ଆଜି ଜାଣିବା ଦେଶ ବିଦେଶର 22ଟି ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ। ଯଦି ଭିଡ଼ିଓଟି ପସନ୍ଦ ଲାଗିବ ଭିଡ଼ିଓକୁ ଗୋଟେ ଲାଇକ୍ କରିବେ, ଚ୍ୟାନେଲକୁ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ ଏବଂ ପାଖରେ ଥିବା ବେଲ୍ ଆଇକନ୍ ମଧ୍ୟ କ୍ଲିକ୍ କରିନେବେ ଆଗକୁ ଏପରି ଲାଟେଷ୍ଟ ଅପଡେଟ୍ ପାଇବା ପାଇଁ। ପ୍ରଥମ ଖବର, ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାନୁଆରୀ 2026 ଶିକ୍ଷା ପାଇଁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଆସନ୍ତା ଜାନୁଆରୀ 31 ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ ବୋଲି ସୂଚନା ଦେଇଛନ୍ତି। ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡ଼ିଥିବା କିମ୍ବା ଉଚ୍ଚଶିକ୍ଷାରୁ ସୁଯୋଗରୁ ବଞ୍ଚିତ ଯେକୌଣସି ବୟସର ବ୍ୟକ୍ତିଙ୍କ ପାଇଁ ଇଗ୍ନୋ ଏହି ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି। ଇଗ୍ନୋର ସମସ୍ତ ବିଭାଗରେ ଅଣ୍ଡର ଗ୍ରାଜୁଏଟ୍, ସ୍ନାତକ, ପୋଷ୍ଟ ଗ୍ରାଜୁଏଟ୍, ସ୍ନାତକୋତ୍ତର, ପିଜି, ଡିପ୍ଲୋମା, ସ୍ନାତକୋତ୍ତର ଡିପ୍ଲୋମା ଏବଂ ସାର୍ଟିଫିକେଟ୍ ପ୍ରୋଗ୍ରାମର ନାମଲେଖା ସୁବିଧା ରହିଛି। ଅଣ୍ଡର ଗ୍ରାଜୁଏଟ୍ ସ୍ନାତକ ପ୍ରୋଗ୍ରାମ ଅନ୍ତର୍ଗତ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗରେ ନାମ ଲେଖାଉଥିବା ଅନୁସୂଚିତ ଜାତି ଓ ଜନଜାତି ଆବେଦନକାରୀଙ୍କ ପାଇଁ ନାମଲେଖା ଦେୟ ଓ ପୁନଃ ପଞ୍ଜୀକରଣ ଦେୟ ବାବଦରେ 50% ଛାଡ଼ କରାଯାଇଛି। ଯଦି କୌଣସି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅନ୍ୟ ସୂତ୍ରରୁ ରିହାତିରେ ସୁବିଧା ପାଉଥିବେ, ତେବେ ସେମାନେ ଇଗ୍ନୋ ପକ୍ଷରୁ ଦିଆଯାଇଥିବା ରିହାତି ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ। ଆଗ୍ରହୀ ଛାତ୍ରଛାତ୍ରୀମାନେ ଇଗ୍ନୋ ୱେବସାଇଟ୍ www.ignoo.ac.in କିମ୍ବା ignoadmission.smart.edu.in ମାଧ୍ୟମରେ ଯୋଗାଯୋଗ କରିପାରିବେ ବୋଲି ଇଗ୍ନୋ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ଆଗାମୀ ବର୍ଷ ଆପଣଙ୍କ ପାଇଁ ଭଲ ଖବର ନେଇକି ଆସୁଛି। ଆପଣ ଜାନୁଆରୀ 1ରୁ ନୂତନ ବର୍ଷ ପାଳନ କରୁଥିବା ସମୟରେ ସରକାର ଆପଣଙ୍କୁ ଏକ ଉପହାର ମଧ୍ୟ ଦେଇପାରନ୍ତି। ପ୍ରତି ମାସର 1 ତାରିଖରେ ଅନେକ ଆର୍ଥିକ ନିୟମ ଏବଂ ମୂଲ୍ୟ ପରିବର୍ତ୍ତନ କରାଯାଏ, ଯେଉଁଥିରେ ତେଲ ଏବଂ ଗ୍ୟାସ୍ ମୂଲ୍ୟ ମଧ୍ୟ ଅନ୍ତର୍ଭୁକ୍ତ। ଡିସେମ୍ବର 1ରେ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ 10 ହ୍ରାସ କରାଯାଇଥିଲା, କିନ୍ତୁ ଘରୋଇ ଗ୍ୟାସ୍ ମୂଲ୍ୟ ଅପରିବର୍ତ୍ତିତ ରହିଥିଲା। ଏଥର ସାଧାରଣ ଲୋକଙ୍କ ଦ୍ୱାରା ବ୍ୟବହୃତ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇପାରେ ବୋଲି ଆଶା କରାଯାଉଛି। 9 ମାର୍ଚ୍ଚ 2024 ଠାରୁ ଘରେ ବ୍ୟବହୃତ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ, କିନ୍ତୁ 2026 1 ଜାନୁଆରୀ ସରକାର ଘରୋଇ ସିଲିଣ୍ଡର 14.2ରେ ମୂଲ୍ୟରେ ଉପଭୋକ୍ତାଙ୍କୁ କିଛି ରିହାତି ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। 2ରୁ 3 ଟଙ୍କା ପିଛା ରେଟ୍ ହ୍ରାସ ପାଇପାରେ, ତେବେ କେତେ ପ୍ରତିଶତ ରିହାତି ମିଳିବ ସେ ନେଇ ସରକାର ଏପର୍ଯ୍ୟନ୍ତ କୌଣସି ପ୍ରକାର ଘୋଷଣା କରିନାହାନ୍ତି। ଦେଶର ରାଜଧାନୀ ନୂଆଦିଲ୍ଲୀରେ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ 803 ଟଙ୍କା ରହିଥିବା ଜଣାପଡ଼ିଛି। ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀମାନେ ବାର୍ଷିକ 9ଟି ସିଲିଣ୍ଡର ପାଇଁ 300 ଟଙ୍କା ସବସିଡି ପାଇଥାନ୍ତି ଏବଂ ଅଣସବସିଡି ସିଲିଣ୍ଡରର ମୂଲ୍ୟ କୋଲକାତାରେ 879 ଟଙ୍କା ରହିଥିବା ବେଳେ ମୁମ୍ବାଇରେ 852.50 ଏବଂ ଚେନ୍ନାଇରେ 868.50 ରହିଛି। ସେହିପରି ବାଣିଜ୍ୟିକ 19 କିଲୋର ଦାମ ଦିଲ୍ଲୀରେ 1580.50, ଚେନ୍ନାଇରେ 1739.50, ମୁମ୍ବାଇରେ 1531.50 ଏବଂ କୋଲକାତାରେ 1684.50 ରହିଛି। ତେବେ ବର୍ଷ 2026ରୁ ସରକାର ଲୋକଙ୍କୁ ମୁଦ୍ରାସ୍ଫୀତିରୁ ମୁକ୍ତି ଦେଇନାହାନ୍ତି। ଏନେଇ 2026 1 ଜାନୁଆରୀରୁ ସିଏନ୍ଜି ଏବଂ ପିଏନ୍ଜି ମୂଲ୍ୟରେ ୟୁନିଟ୍ ପିଛା 2ରୁ 3 ଟଙ୍କା ହ୍ରାସ ନେଇ ସରକାର ଘୋଷଣା କରିଛନ୍ତି। ସିଏନ୍ଜି ଏବଂ ଘରୋଇ ପିଏନ୍ଜି ଗ୍ରାହକମାନଙ୍କ ପାଇଁ ମଧ୍ୟ ଭଲ ଖବର। ପେଟ୍ରୋଲିୟମ ରେଗୁଲେଟର ଖର୍ଚ୍ଚ ହ୍ରାସ କରିବା ପାଇଁ ଏକ ପାଇପଲାଇନ୍ ଟାରିଫ୍ ଷ୍ଟ୍ରକ୍ଚରକୁ ଅନୁମୋଦନ କରିଛି। ରିପୋର୍ଟ ଅନୁଯାୟୀ ପେଟ୍ରୋଲିୟମ ଏବଂ ନ୍ୟାଚୁରାଲ ଗ୍ୟାସ୍ ରେଗୁଲେଟର ବୋର୍ଡ PNGRB ଏକ ୟୁନିଫାଏଡ୍ ଟାରିଫ୍ ଫ୍ରେମୱାର୍କ ସୃଷ୍ଟି କରିଛି, ଯାହା ସ୍ଥାନ ଏବଂ ରାଜ୍ୟ ଉପରେ ନିର୍ଭର କରି ସିଏନ୍ଜି ଏବଂ ଘରୋଇ ପିଏନ୍ଜି ଗ୍ରାହକଙ୍କ ପାଇଁ ପ୍ରତି ୟୁନିଟ୍ 2ରୁ 3 ଟଙ୍କା ମୂଲ୍ୟ ହ୍ରାସ କରିବ। ଏହାର ଅର୍ଥ ହେଉଛି ସିଏନ୍ଜି ଏବଂ ଘରେ ରୋଷେଇ ପାଇଁ ପ୍ରାକୃତିକ ଗ୍ୟାସ୍ର ବ୍ୟବହାର କରୁଥିବା ଗ୍ରାହକ ଜାନୁଆରୀ 1ରୁ କମ୍ ଇନ୍ଧନ ବିଲ୍ ପାଇବେ। ପରବର୍ତ୍ତୀ ଖବର, ଭାରତରେ ଗୁଗୁଲ ଲଞ୍ଚ କଲା ପ୍ରଥମ କ୍ରେଡିଟ୍ କାର୍ଡ଼, ଲାଇଫ୍ ଟାଇମ୍ ଯାଏଁ ଫ୍ରି। ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗୁଲ ନୂଆ ଡିଜିଟାଲ କ୍ରେଡିଟ୍ କାର୍ଡ଼ ଫ୍ଲେକ୍ସ ବାଇ ଗୁଗୁଲ ପେ ଲଞ୍ଚ କରିଛି। ଏହା ରୂପେ ନେଟୱାର୍କ ଉପରେ ଆଧାରିତ ଏବଂ ସମ୍ପୂର୍ଣ୍ଣ ରୂପେ ଗୁଗୁଲ ପେ ଆପ୍ ଭିତରେ ଇଣ୍ଟିଗ୍ରେଟେଡ୍। ଏହି ବ୍ରାଣ୍ଡ ଅଧୀନରେ ପ୍ରଥମ ପ୍ରଡକ୍ଟ ଗୁଗୁଲ ପେ ଫ୍ଲେକ୍ସ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ଼ ଆକ୍ସିସ୍ ବ୍ୟାଙ୍କ ସହିତ ଭାଗିଦାରୀରେ ଲଞ୍ଚ ହୋଇଛି ଏବଂ ଏହା ସିଧା ଗୁଗୁଲ ପେ ଆପ୍ରୁ ଉପଲବ୍ଧ ହେବ। ଗୁଗୁଲର ବ୍ଲଗ ପୋଷ୍ଟରେ କୁହାଯାଇଛି ଯେ ଭାରତରେ ବର୍ତ୍ତମାନ କେବଳ ପ୍ରାୟ 5 କୋଟି କ୍ରେଡିଟ୍ କାର୍ଡ଼ ବ୍ୟବହାରକାରୀ ଅଛନ୍ତି। ଏହି ଅଭାବକୁ ଦୂର କରିବା ପାଇଁ ଫ୍ଲେକ୍ସ ବାଇ ଗୁଗୁଲ ପେ ଡିଜାଇନ୍ କରାଯାଇଛି, ଯାହାଦ୍ୱାରା ଅଧିକରୁ ଅଧିକ ଲୋକଙ୍କୁ ସହଜ ଏବଂ ଡିଜିଟାଲ ଉପାୟରେ କ୍ରେଡିଟ୍ ପ୍ରାପ୍ତି ମିଳିପାରିବ। ସରଳ ଭାଷାରେ କହିବାକୁ ଗଲେ ଫ୍ଲେକ୍ସ ଏକ UPI ପାୱାର୍ଡ ଡିଜିଟାଲ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ଼ ଯାହା ସମ୍ପୂର୍ଣ୍ଣ ଗୁଗୁଲ ପେ ଆପ୍ ଭିତରେ ରହିଥାଏ। ବ୍ୟବହାରକାରୀମାନେ ଆପ୍ ଭିତରେ କେବଳ କିଛି ମିନିଟ୍ କାର୍ଡ଼ ପାଇଁ ଆବେଦନ କରିପାରିବେ। ଏଥିରେ କୌଣସି ଫିଜିକାଲ ଡକ୍ୟୁମେଣ୍ଟ କିମ୍ବା କାଗଜପତ୍ର ପ୍ରକ୍ରିୟାର ଆବଶ୍ୟକତା ନାହିଁ। ଅନୁମୋଦନ ମିଳିଲେ ତୁରନ୍ତ କାର୍ଡ଼ ବ୍ୟବହାର ଆରମ୍ଭ କରାଯାଇପାରିବ। ରୂପେ ନେଟୱାର୍କ ଉପରେ ଆଧାରିତ ହେବାରୁ ଫ୍ଲେକ୍ସ କାର୍ଡ଼ରୁ କରାଯାଇଥିବା ପେମେଣ୍ଟଗୁଡ଼ିକ ସାଧାରଣ UPI ଟ୍ରାଞ୍ଜାକ୍ସନ୍ ପରି ସ୍ୱୀକୃତି ମିଳିବ, ଅର୍ଥାତ୍ ବ୍ୟବହାରକାରୀମାନେ ଏହାକୁ ଅନଲାଇନ୍ ଏବଂ ଅଫଲାଇନ୍
ଲକ୍ଷ ଲକ୍ଷ ରୂପେ ସ୍ୱୀକାର କରୁଥିବା ମର୍ଚାଣ୍ଟମାନଙ୍କ ପାଖରେ ସହଜରେ ବ୍ୟବହାର କରିପାରିବେ। ଗୁଗଲ ପେ ଏବଂ ଆକ୍ସିସ୍ ବ୍ୟାଙ୍କ ଏହି କାର୍ଡ଼ ସହିତ ଏକ ରିୱାର୍ଡ଼ ସିଷ୍ଟମ ମଧ୍ୟ ଦେଉଛନ୍ତି। ପ୍ରତ୍ୟେକ ଟ୍ରାଞ୍ଜାକ୍ସନ୍ ବ୍ୟବହାରକାରୀମାନଙ୍କୁ ଷ୍ଟାର୍ସ ମିଳିବ। ପ୍ରତ୍ୟେକ ଷ୍ଟାରର ମୂଲ୍ୟ 1 ଟଙ୍କା ସମାନ। ଏହି ଷ୍ଟାରଗୁଡ଼ିକୁ କୌଣସି ପରବର୍ତ୍ତୀ ଟ୍ରାଞ୍ଜାକ୍ସନରେ ତୁରନ୍ତ ରିଡିମ୍ କରାଯାଇପାରିବ। ଏହା ବ୍ୟତୀତ ପାରମ୍ପରିକ କ୍ରେଡିଟ୍ କାର୍ଡ଼ ପରି ଏଥିରେ ମଧ୍ୟ ଫ୍ଲେକ୍ସିବଲ୍ ରିପେମେଣ୍ଟ ଅପସନ୍ ମିଳିବ। ବ୍ୟବହାରକାରୀମାନେ ଇଚ୍ଛା କଲେ ପୂରା ବିଲ୍ ଏକାଥରେ ଦେଇପାରିବେ କିମ୍ବା ତାହାକୁ EMIରେ ପରିବର୍ତ୍ତନ କରିପାରିବେ। ଫ୍ଲେକ୍ସ ବାଇ ଗୁଗଲ ପେ କାର୍ଡ଼ ସହିତ ବ୍ୟବହାରକାରୀମାନଙ୍କୁ ଅନେକ ଇନ୍ ଆପ୍ କଣ୍ଟ୍ରୋଲ ମିଳିବ, ଯେମିତିକି ଟ୍ରାଞ୍ଜାକ୍ସନ୍ ଲିମିଟ୍ ସେଟ୍ କରିବା, କାର୍ଡ଼କୁ ବ୍ଲକ୍ କିମ୍ବା ଅନବ୍ଲକ୍ କରିବା, ପିନ୍ ରିସେଟ୍ କରିବା ଆଦି। ଫ୍ଲେକ୍ସ ବାଇ ଗୁଗଲ ପେର ଆରମ୍ଭ ହୋଇସାରିଛି। କମ୍ପାନୀ କହିଛି ଯେ ଆଗାମୀ ମାସଗୁଡ଼ିକରେ ଏହାକୁ ଅଧିକରୁ ଅଧିକ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ କରାଯିବ। ଏହି ନୂଆ କାର୍ଡ଼ ଭାରତର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଆହୁରି ମଜବୁତ କରିବ ଏବଂ କ୍ରେଡିଟ୍କୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବ। ପରବର୍ତ୍ତୀ ଖବର, ହଠାତ୍ କମିଗଲା ସୁନା ଦର। ତଳମୁହାଁ ହେଲା ସୁନା ଦର। ଭାରତରେ 24 କ୍ୟାରେଟ୍, 22 କ୍ୟାରେଟ୍ ଏବଂ 18 କ୍ୟାରେଟ୍ ସୁନାର ମୂଲ୍ୟ ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ହ୍ରାସ ପାଉଛି। ଗତ ସପ୍ତାହରେ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 1200 ଏବଂ 100 ଗ୍ରାମ 12,000 ହ୍ରାସ ପାଇଛି। ଏହି ସପ୍ତାହର ଆରମ୍ଭରେ ମୂଲ୍ୟ ସର୍ବକାଳୀନ ସର୍ବାଧିକ ଥିଲା। ବର୍ତ୍ତମାନ 10 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 1,34,180, 22 କ୍ୟାରେଟ୍ ସୁନାର ମୂଲ୍ୟ 1,23,000 ଏବଂ 18 କ୍ୟାରେଟ୍ ସୁନାର ମୂଲ୍ୟ 1,06,30 ରହିଛି। 100 ଗ୍ରାମ ସୁନାର ଦାମ କେତେ? ଏହି ସମୟରେ 100 ଗ୍ରାମ 24 କ୍ୟାରେଟ୍ ସୁନାର ମୂଲ୍ୟ 13,41,700, 22 କ୍ୟାରେଟ୍ ସୁନାର ମୂଲ୍ୟ 12,29,000 ଏବଂ 18 କ୍ୟାରେଟ୍ ସୁନାର ମୂଲ୍ୟ 10,06,300 ରହିଛି। ଗତକାଲି ଡିସେମ୍ବର 19 ତାରିଖରେ ମୂଲ୍ୟ 6,600 ହ୍ରାସ ପାଇଛି। ସୁନାର ମୂଲ୍ୟ ଡିସେମ୍ବର 15 ତାରିଖରେ ପହଞ୍ଚିଥିବା ରେକର୍ଡ ସର୍ବୋଚ୍ଚ ମୂଲ୍ୟଠାରୁ ଯଥେଷ୍ଟ ହ୍ରାସ ପାଇଛି। 10 ଗ୍ରାମ ସୁନା ଏହାର ସର୍ବୋଚ୍ଚ ମୂଲ୍ୟ 1,35,380 ଠାରୁ 1200 ତଳେ ଅଛି ଏବଂ 100 ଗ୍ରାମ 24 କ୍ୟାରେଟ୍ ସୁନା ଏହାର ଜୀବନକାଳର ସର୍ବୋଚ୍ଚ ମୂଲ୍ୟ 13,53,800 ଠାରୁ 12,000 ହ୍ରାସ ପାଇଛି। ତଥାପି ଡିସେମ୍ବର ମାସ ପାଇଁ ସୁନାର ମୂଲ୍ୟ ଏପର୍ଯ୍ୟନ୍ତ 3% ବୃଦ୍ଧି ପାଇଛି। LKP ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ କ୍ଷଣସ୍ଥାୟୀ ସମୟରେ ସୁନା 1,31,500ରୁ 1,34,000 ମଧ୍ୟରେ ରହିପାରେ। ଯଦି ଏହା ହୁଏ, ତେବେ ଖ୍ରୀଷ୍ଟମାସ ସପ୍ତାହରେ ସୁନା ଦାମରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ। ରୂପାର ଦାମ ମଧ୍ୟ କମିଲା। 1 କିଲୋଗ୍ରାମ ରୂପାର ମୂଲ୍ୟ ବର୍ତ୍ତମାନ 2,09,000 ଅଟେ, ଯାହା ଡିସେମ୍ବର ମାସରେ 18 ତାରିଖରେ 3,000 ଟଙ୍କା ହ୍ରାସ ପାଇଥିଲା। 100 ଗ୍ରାମ ଏବଂ 10 ଗ୍ରାମ ରୂପାର ମୂଲ୍ୟ ଯଥାକ୍ରମେ 20,900 ଏବଂ 2,090 ରହିଛି। ଡିସେମ୍ବର ମାସରେ ରୂପା ସୁନାକୁ ପଛରେ ପକାଇ ଦେଇଛି। ଏହି ସମୟ ମଧ୍ୟରେ ରୂପାର ଦାମ 11% ବୃଦ୍ଧି ପାଇଛି। ଗୋଟିଏ ପଟେ ଗୋଟେ ବର୍ଷ ଭିତରେ ସୁନାର ଦାମ ହୁ ହୁ ହୋଇ ବଢ଼ିବାରେ ଲାଗିଥିବା ବେଳେ ଲୋକେ ରୂପା କିଣିବା ପାଇଁ ଆସର ମେଲାଇ ବସିଥିଲେ। ମାତ୍ର ବର୍ତ୍ତମାନ ରୂପାର ଦାମ ବଢ଼ିବା ନେଇ ଟେନସନ୍ ବଢ଼ିବାରେ ଲାଗିଛି। ପରବର୍ତ୍ତୀ ଖବର, ଓଡ଼ିଶାରେ ଉଚ୍ଚଶିକ୍ଷାରେ ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ 2036 ଏବଂ 2047ରେ 4ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ 2036 ସୁଦ୍ଧା 50% ଏବଂ 2047 ସୁଦ୍ଧା 60% ସାମଗ୍ରିକ ଶିକ୍ଷା ଅନୁପାତକୁ ସୁନିଶ୍ଚିତ କରାଯିବ। ଶିକ୍ଷାନୁଷ୍ଠାନଗୁଡ଼ିକରେ ଲିଙ୍ଗଗତ ସମାନତା ଓ ପଛୁଆ ବର୍ଗରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଅନ୍ତର୍ଭୁକ୍ତିକରଣ ଉପରେ ପ୍ରାଧାନ୍ୟ ଦିଆଯିବ। ସ୍ନାତକ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ପ୍ରତି ବ୍ଲକରେ 2ଟି ଉଚ୍ଚ ଶିକ୍ଷାନୁଷ୍ଠାନ କଲେଜ ଏବଂ ପ୍ରତି ଜିଲ୍ଲାରେ ଅନ୍ତତଃ ଗୋଟିଏ ବୈଷୟିକ ଗବେଷଣା ଭିତ୍ତିକ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ। ରାଜ୍ୟର 2ଟି ଶିକ୍ଷାନୁଷ୍ଠାନକୁ ବିଶ୍ୱରେ ଶ୍ରେଷ୍ଠ 500 ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ 2036 ଓ 2047 ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶାକୁ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ କୁଳପତି, ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପାଇଁ ଶୁକ୍ରବାର ଏକ କର୍ମଶାଳା କୃଷି ଭବନଠାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇଥିଲେ। ଉଚ୍ଚଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ SCBC ଛାତ୍ରଛାତ୍ରୀଙ୍କ ଲାଗି 11.25% ଆସନ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଶିକ୍ଷକଙ୍କ ପ୍ରତ୍ୟେକ ନିଯୁକ୍ତି ସମୟରେ ଏକକ ସଂରକ୍ଷଣ ପଦ୍ଧତି ଅନୁସରଣ କରିବା ନିମନ୍ତେ ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ଶିକ୍ଷକ କ୍ୟାଡର ସଂରକ୍ଷଣ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଛି। ବିଦେଶ ଶିକ୍ଷାବୃତ୍ତି ଯୋଜନା ମାଧ୍ୟମରେ 12 ଲକ୍ଷରୁ କମ୍ ଆୟ ଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପରିବାରର ଛାତ୍ରଛାତ୍ରୀଙ୍କୁ ବିଦେଶରେ ପାଠ ପଢ଼ିବା ପାଇଁ ବାର୍ଷିକ ସର୍ବାଧିକ 25 ଲକ୍ଷ ଓ 2 ବର୍ଷରେ ସର୍ବାଧିକ 50 ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନର ବ୍ୟବସ୍ଥା ରହିଛି। ସମସ୍ତଙ୍କ ପାଇଁ ଶିକ୍ଷା, ସମସ୍ତଙ୍କ ପାଇଁ ଉଚ୍ଚଶିକ୍ଷା ଆମର ଲକ୍ଷ୍ୟ। ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣରେ ଶୈକ୍ଷିକ ସମାଜ ଏବଂ
ଶୈକ୍ଷିକ ସମାଜ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ମତ ପ୍ରକାଶ କରିଥିଲେ। ପରବର୍ତ୍ତୀ ଖବର, ଆସନ୍ତା 24 ତାରିଖ ଯାଏଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ହେବ। ଉପକୂଳ ଓ ଓଡ଼ିଶାରେ ଅପେକ୍ଷାକୃତ କମ୍ ଶୀତ ରହିବ। ଶନିବାର କୋରାପୁଟ, ଫୁଲବାଣୀ, ବୌଦ୍ଧ, ଭବାନୀପାଟଣା, ଝାରସୁଗୁଡ଼ା ଓ ଅନୁଗୁଳରେ ପ୍ରବଳ ଶୀତ ହୋଇପାରେ। ପାଣିପାଗ ବିଭାଗ ଏପରି ଆକଳନ କରିଛି। ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳ କହିଛନ୍ତି, ନୂଆବର୍ଷ ଆରମ୍ଭ ଯାଏଁ ଶୀତ ଜାରି ରହିବ। ରାତି ତାପମାତ୍ରା ମଝିରେ ମଝିରେ 1ରୁ 2 ଡିଗ୍ରୀ ବଢ଼ିପାରେ ବା କମିପାରେ। ଶିଶିରପାତ ମଧ୍ୟ ଜାରି ରହିବ। ଉପକୂଳ ଜିଲ୍ଲାରେ କିଛି ସ୍ଥାନରେ ପତଳା କୁହୁଡ଼ି ହୋଇପାରେ, କିନ୍ତୁ ଘନ କୁହୁଡ଼ିର ଆଶଙ୍କା ନାହିଁ। ପାଗ ଶୁଖିଲା, ଖରାଟିଆ ଓ ମେଘମୁକ୍ତ ରହିବ। ଡିସେମ୍ବର 25ରେ ଭୁବନେଶ୍ୱରରେ ରାତି ତାପମାତ୍ରା ପ୍ରାୟ 15 ଡିଗ୍ରୀ ପାଖାପାଖି ରହିବ। 31ରେ ପାରଦ 12ରୁ 13 ଡିଗ୍ରୀ ରହିପାରେ। ଚାଷୀଙ୍କୁ ପରାମର୍ଶ ଦେଇ କହିଛନ୍ତି, ତଳି ପଡ଼ିଥିବା ସ୍ଥାନରେ ରାତିରେ କଳା ପଲିଥିନ୍ ଘୋଡ଼ାନ୍ତୁ। ପନିପରିବା ତଳି ରୋଇବା ପରେ କାଗଜ ଠୁଙ୍କା ଟୋପି କରି ରାତିରେ ଘୋଡ଼ାନ୍ତୁ। ଖରାଦିନିଆ ଗ୍ରୀଷ୍ମ ପ୍ରବାହ ଅଦିନିଆ ପାଗରୁ ରକ୍ଷା ପାଇଁ ଖରାଦିନିଆ ଧାନ ତଳି ପକାନ୍ତୁ। ବିହନକୁ 12 ଘଣ୍ଟା ବତୁରାଇବା ପରେ ଏହାକୁ ଛାଣି ଅଖାରେ ଘୋଡ଼ାଇ ରଖନ୍ତୁ। ଗଜା ବାହାରିଲେ କାଦୁଅ ତଳି ଘେରାରେ ପକାନ୍ତୁ। ଗୁରୁବାର ରାଜ୍ୟର 11ଟି ସ୍ଥାନରେ ତାପମାତ୍ରା 10 ଡିଗ୍ରୀ ତଳେ ଥିଲା। ସବୁଠୁ ଥଣ୍ଡା ସ୍ଥାନ ରହିଥିଲା ଉଦୟଗିରି। ଏଠାରେ ପାରଦ 4.3 ଡିଗ୍ରୀ ଥିଲା। ଆସନ୍ତା 22ରୁ ଯୁକ୍ତ 2 ଇଣ୍ଟରନାଲ ପରୀକ୍ଷା। ଜାନୁଆରୀ 2ରୁ ପ୍ରାକ୍ଟିକାଲ, ଫେବୃଆରୀ 18ରୁ ଫାଇନାଲ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ପରୀକ୍ଷା ପାଇଁ ଆଡମିଟ୍ କାର୍ଡ଼ ପ୍ରକାଶ ପାଇଛି। ସାମ୍ସ ଇ-ସ୍ପେସ୍ ୱେବସାଇଟ୍ରେ ଆଡମିଟ୍ କାର୍ଡ଼ ଶୁକ୍ରବାରଠୁ ଉପଲବ୍ଧ ହୋଇଛି। ଏନେଇ ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡ଼ା ସମସ୍ତ ଅଧ୍ୟକ୍ଷଙ୍କୁ ଅବଗତ କରାଇଛନ୍ତି। ସମସ୍ତ ଷ୍ଟ୍ରିମ୍ର ଛାତ୍ରଛାତ୍ରୀଙ୍କୁ ଆଡମିଟ୍ କାର୍ଡ଼ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଡମିଟ୍ କାର୍ଡ଼ ପ୍ରଦାନ ସମୟରେ ନାଁ, ପିତାମାତାଙ୍କ ନାମ, ପରୀକ୍ଷା ବିଷୟକୁ ଭଲ ଭାବେ ଯାଞ୍ଚ କରି ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରିବାକୁ କୁହାଯାଇଛି। ତ ଆସନ୍ତା 22 ତାରିଖରୁ 31 ତାରିଖ ଯାଏଁ ଇଣ୍ଟରନାଲ ପରୀକ୍ଷା ଅନୁଷ୍ଠିତ ହେବ। ଜାନୁଆରୀ 2ରୁ 15ରୁ ପ୍ରାକ୍ଟିକାଲ ପରୀକ୍ଷା ହେବ। ଫେବୃଆରୀ 18ରୁ 25 ମାର୍ଚ୍ଚ ଯାଏଁ ଥିଓରି ପରୀକ୍ଷା ହେବ। ଚଳିତ ବର୍ଷ ପରୀକ୍ଷା ଦେବା ଲାଗି ମୋଟ 4,737,ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ପରବର୍ତ୍ତୀ ଖବର, ଟି20 ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା। ଆଇସିସି ପୁରୁଷ ଟି20 ବିଶ୍ୱକପ୍ 2026 ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ୱ ନେବେ। ଅନ୍ୟପଟେ ଖରାପ ଫର୍ମ ଦେଇ ଗତି କରୁଥିବା ଶୁଭମନ ଗିଲଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଆଉ ଝାଡ଼ଖଣ୍ଡକୁ ସୈୟଦ ମୁସ୍ତାକ ଅଲି ଟ୍ରଫି ଜିତାଇଥିବା ଇଶାନ କିଶାନ ବହୁତ ଦିନ ପରେ ଦଳକୁ ଫେରିଛନ୍ତି। 12 ଜଣିଆ ଦଳରେ ସଞ୍ଜୁ ସାମସନଙ୍କୁ ମଧ୍ୟ ସାମିଲ କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମୁଖ୍ୟାଳୟରେ ଚୟନକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା, ଯାହାପରେ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ଘୋଷଣା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଉପସ୍ଥିତ ଥିଲେ। ଏଥର ଟି20 ବିଶ୍ୱକପ୍ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବେ। ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ 7ରୁ ଆରମ୍ଭ ହେବ ଏବଂ ଫାଇନାଲ ମ୍ୟାଚ୍ 20 ମାର୍ଚ୍ଚରେ ଅନୁଷ୍ଠିତ ହେବ। ଗତ ଥରର ଚାମ୍ପିୟନ ଭାରତୀୟ ଦଳକୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଗ୍ରୁପ୍ ଏରେ ରଖାଯାଇଛି। ଏହି ଗ୍ରୁପ୍ରେ ଆମେରିକା, ନାମିବିଆ, ନେଦରଲ୍ୟାଣ୍ଡ ଏବଂ ପାକିସ୍ତାନ ଦଳ ମଧ୍ୟ ରହିଛନ୍ତି। ବିଶେଷ କଥା ହେଉଛି, ଟିମ୍ ଇଣ୍ଡିଆ ନିଜ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ 4ଟି ଭିନ୍ନ ଭିନ୍ନ ଷ୍ଟାଡିୟମରେ ଖେଳିବ। ଭାରତୀୟ ଦଳ ଗ୍ରୁପ୍ ମ୍ୟାଚ୍ ଅରୁଣ ଜେଟଲୀ ଷ୍ଟାଡିୟମ, ଦିଲ୍ଲୀ ୱାଙ୍ଗଖେଡେ ଷ୍ଟାଡିୟମ ମୁମ୍ବାଇ, ଆର୍ ପ୍ରେମସାଦ ଷ୍ଟାଡିୟମ କୋଲମ୍ବୋ ଏବଂ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ଆୟୋଜିତ ହେବ। ଟି20 ବିଶ୍ୱକପ୍ ପାଇଁ 15 ଜଣିଆ ଭାରତୀୟ ଦଳ ସୂର୍ଯ୍ୟକୁମାର ଯାଦବ ଅଧିନାୟକ, ଅକ୍ଷର ପଟେଲ ଉପ ଅଧିନାୟକ, ଅଭିଷେକ ଶର୍ମା, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିଭମ ଦୁବେ, ଜିତେଶ ଶର୍ମା ୱିକେଟ୍ କିପର, ସଞ୍ଜୁ ସାମସନ ୱିକେଟ୍ କିପର, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ, ରିଙ୍କୁ ସିଂ, ହର୍ଷିତ ରାଣା ଏବଂ ଇଶାନ କିଶାନ।